ଗ୍ୟାସ୍ ଉପରେ ସେକା ରୁଟିକୁ ପରିବାର ଅଧିକ ଖାଉଥିବାର ଦେଖି ଘରର ଗୃହିଣୀ ମଧ୍ୟ ଏହି ପଦ୍ଧତିକୁ ଆପଣାଇଥାନ୍ତି। କିନ୍ତୁ ସ୍ୱାଦ ସ୍ୱାସ୍ଥ୍ୟ ଉପରେ କେତେ ପ୍ରଭାବ ପକାଏ ତାହା ସେମାନେ ଜାଣିପାରନ୍ତି ନାହିଁ। ସିଧା ଗ୍ୟାସ୍ ନିଆଁ ଉପରେ ସେକା ରୁଟି ପୁରା ପରିବାରକୁ ହସ୍ପିଟାଲରେ ପହଞ୍ଚାଇପାରେ। କିଛି ଲୋକ ରୁଟି ଖାଇବାକୁ ଭାରି ପସନ୍ଦ କରନ୍ତି। ରୁଟିର ଉପକାରିତା ବି ଅନେକ। ଏହା ସ୍ୱାସ୍ଥ୍ୟ ପାଇଁ ଭାରି ହିତକର। କିନ୍ତୁ ରୁଟିକୁ ଆପଣ କେମିତି ରୋଷେଇ କରୁଛନ୍ତି ଏହା ଉପରେ ନିର୍ଭର କରେ ରୁଟିର ଗୁଣବତ୍ତା। କାରଣ କିଛି ଲୋକ ରୁଟିକୁ ତାୱା ବଦଳରେ ସିଧା ଗ୍ୟାସ୍ ଉପରେ ହିଁ ସେକିବା ଆରମ୍ଭ କରିଦିଅନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ୍ ନୁହେଁ। ଯେହେତୁ ଗ୍ୟାସ୍ ଉପରେ ରୁଟି ସେକିଲେ ଏହା ଫୁଲିବା ସହ ଖାଇବାକୁ ଭଲ ଲାଗିଥାଏ, ତେଣୁ ଲୋକ ନିଜ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ବଦଳରେ ପାଟି ସ୍ୱାଦକୁ ଅଧିକ ଦେଖିଥାନ୍ତି। ଗ୍ୟାସ୍ ଉପରେ ସେକା ରୁଟିକୁ ପରିବାର ଅଧିକ ଖାଉଥିବାର ଦେଖି ଘରର ଗୃହିଣୀ ମଧ୍ୟ ଏହି ପଦ୍ଧତିକୁ ଆପଣାଇଥାନ୍ତି। କିନ୍ତୁ ସ୍ୱାଦ ସ୍ୱାସ୍ଥ୍ୟ ଉପରେ କେତେ ପ୍ରଭାବ ପକାଏ ତାହା ସେମାନେ ଜାଣିପାରନ୍ତି ନାହିଁ। ସିଧା ଗ୍ୟାସ୍ ନିଆଁ ଉପରେ ସେକା ରୁଟି ପୁରା ପରିବାରକୁ ହସ୍ପିଟାଲରେ ପହଞ୍ଚାଇପାରେ। ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଏହି ଉପାୟରେ ରୁଟି ସେକିବା ଦ୍ୱାରା ବାୟୁ ପ୍ରଦୂଷଣକୁ ନିର୍ଗତ ହୁଏ, ଯାହାକୁ WHO କ୍ଷତିକାରକ ବୋଲି କହିଛି। ଏହି ପ୍ରଦୂଷଣଗୁଡ଼ିକ ମଧ୍ୟରେ କାର୍ବନ ମନୋକ୍ସାଇଡ୍ ଏବଂ ନାଇଟ୍ରୋଜେନ୍। ଫୁଡ୍ ଷ୍ଟାଣ୍ଡାର୍ଡ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକ ଡକ୍ଟର ପଲ୍ ଭେଣ୍ଟ୍ରଙ୍କ ଦ୍ୱାରା 2011 ମସିହାରେ ପ୍ରକାଶିତ ଗବେଷଣାରେ କୁହାଯାଇଛି ଯେ ସିଧାସଳଖ ଗ୍ୟାସ୍ର ନିଆଁରେ ରୁଟି ସେକିବା ଦ୍ୱାରା କର୍କଟ ରୋଗ ସୃଷ୍ଟି ହୋଇପାରେ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ଶ୍ୱାସକ୍ରିୟା ରୋଗ, ହୃଦ୍ରୋଗ ଏବଂ କର୍କଟ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହ ଜଡ଼ିତ। ଦିଲ୍ଲୀରେ ଜଣେ ଲୋକପ୍ରିୟ ମେଡିକାଲ ଅଙ୍କୋଲୋଜିଷ୍ଟ ଡକ୍ଟର ଶ୍ୟାମା ଅଗ୍ରୱାଲଙ୍କ ମତରେ ଉଚ୍ଚ ତାପମାତ୍ରା ରୋଷେଇ ମାଧ୍ୟମରେ ଯେଉଁ ରାସାୟନିକ ପଦାର୍ଥ ସୃଷ୍ଟି ହୁଏ ତାହା DNA କ୍ଷତି କରିବାର ସମ୍ଭାବନା ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଭାବରେ ଏପରି ଖାଦ୍ୟ ଖାଆନ୍ତି, ତେବେ ହିଁ କର୍କଟ ରୋଗ ଆପଣଙ୍କ ଶରୀରରେ ପ୍ରବେଶ କରିବ। ତେବେ ତାୱାରେ ରୁଟି ପ୍ରସ୍ତୁତ କରିବା ଭଲ। ବେଳେବେଳେ ଗ୍ୟାସ୍ ଉପରେ ରୁଟି ସେକିଲେ ଚଳିବ, କିନ୍ତୁ ପ୍ରତିଦିନ ଯଦି ଏଭଳି ପଦ୍ଧତିରେ ରୁଟି ସେକୁଛନ୍ତି ତାହେଲେ ଆଜି ହିଁ ପରିବର୍ତ୍ତନ କରନ୍ତୁ। ସୁସ୍ଥ ଖାଆନ୍ତୁ, ସୁସ୍ଥ ରୁହନ୍ତୁ। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।